ଜୟ ଜଗନ୍ନାଥ ସମସ୍ତଙ୍କୁ। ଚାଲନ୍ତୁ ଆଜିର ଭିଡ଼ିଓ ଆରମ୍ଭ କରିବା। ଆଜି ହେଉଛି ବୁଧବାର, ତ ଆମକୁ ଭୋରରୁ ମନ୍ଦିର ଦର୍ଶନ କରିବାର ଥିଲା। ମୁଁ ମୋ ପିଇସିଙ୍କ ଘରକୁ ଯାଇଥିଲି। ଆମେ ସେତେବେଳେ 4ଟା ବେଳକୁ ସମସ୍ତେ ନିଜର ନିତ୍ୟକର୍ମ ସାରିକି 5ଟା ବେଳକୁ ବାହାରି ପଡ଼ିଲୁଣି ମନ୍ଦିର ଯିବା ପାଇଁ। କିନ୍ତୁ ଠିକ୍ 5ଟାରୁ ପ୍ରବଳ ମାତ୍ରାରେ ବର୍ଷା ହେଲା। 45 ମିନିଟ୍ ପରେ ବର୍ଷା ହେଲା। 6ଟା ପୂର୍ବରୁ ଛାଡ଼ିଗଲା। ତାପରେ ମୁଁ ମୋ ପିଇସି ଆଉ ଝିଆରୀକି ଧରିକି ମନ୍ଦିର ଗଲି। ଯେହେତୁ ଏତେ ବର୍ଷା, ତ ମନ୍ଦିର 4ଟା ବନ୍ଦ ଥିଲା, କେବଳ ଶିବ ମନ୍ଦିର ହିଁ ଖୋଲା ଥିଲା। ଆମେ ଦର୍ଶନ କରିକି ଫେରିଥିଲୁ। ବୁଧବାର ଦିନ ସାରା ବର୍ଷା କଣ୍ଟିନ୍ୟୁ ଥିଲା। ଇଏ ହେଉଛି ଗୁରୁବାର ଦିନର ଭିଡ଼ିଓ। ସେଦିନ ଆମର ଗୋଟେ ଭୋଜି ଥିଲା। କନ୍ଧମାଳ ବଜାରକୁ ବାଟି ଛତୁ ଆସି ସାରିଥିଲା। ବାଟି ଛତୁ କିଲୋ ଥିଲା 600। ସେଦିନ ଆମର ପାଏ ଆଣିଥିଲେ। ଆମର ଭୋଜି ଥିବାରୁ ଆମେ ଦୁହେଁ ବାହାରି ପଡ଼ିଥିଲୁ। ଆପଣ ସ୍କ୍ରିନରେ କେବଳ ଗାଁର ନାଁ ଗୁଡ଼ାକ ପଢ଼ି ଚାଲନ୍ତୁ। ଆମେ ଦୁଇ ଜଣ ଆଗକୁ ମାଡ଼ି ଯାଉଛୁ। ଯେଉଁ ଭାଇନା ଆମକୁ ନିମନ୍ତ୍ରଣ କରିଥିଲେ, ତାଙ୍କର ନିମନ୍ତ୍ରଣ କାର୍ଡଟି ମୋ ସ୍କ୍ରିନରେ ଶୋ କରୁଛି, ଦେଖନ୍ତୁ। ଯେମିତିକି ଆମର ଥାଏ ଯେ ବରାନୁଗମନ ମାନେ ହସ୍ତଗଣ୍ଠି, ତାପରେ ପ୍ରୀତିଭୋଜନ, ଏମିତି 2ଟା ଡେଟ୍ ଆମେ ମେନସନ୍ କରେ। କିନ୍ତୁ ତାଙ୍କର ଆଉ ଅଧିକ ମାନେ 2ଟା ଦିନ ସେମାନେ ମେନସନ୍ କରନ୍ତି। ଯେଉଁଦିନ କି ସେମାନଙ୍କର ଦେବ ନିମନ୍ତ୍ରଣ କରନ୍ତି, କରେଇ ବସା, ମାତୃଳ ନିମନ୍ତ୍ରଣ କରନ୍ତି। ସେଦିନ ଗୋଟେ ଡେଟ୍ ଥିଲା 18/6ରେ, ସେଇଟା ଥିଲା ଦେବ ନିମନ୍ତ୍ରଣ, ଯେଉଁଟାକି ଠାକୁରଙ୍କୁ ନିମନ୍ତ୍ରଣ କରନ୍ତି। କରେଇ ବସା ଯେଉଁଟାକି ସେମାନେ ପିଠାପଣା କରିକି ଠାକୁରଙ୍କୁ ନିମନ୍ତ୍ରଣ କରନ୍ତି। ଆଉ ମାତୃଳ ନିମନ୍ତ୍ରଣ, ଯେଉଁଟାକି ମାମୁଁ ଘରେ ଯାଇକି ଯେଉଁ ଗୁଆଟା ପୂଜା ହୁଏ, ସେଇଟା ହେଉଛି ମାତୃଳ ନିମନ୍ତ୍ରଣ। ତାପରେ 30/6ରେ ସେମାନଙ୍କର ରହିଲା ଗୋଟେ ମାଙ୍ଗଳିକ ଶ୍ରାଦ୍ଧ। ମାଙ୍ଗଳିକ ଶ୍ରାଦ୍ଧ ମାନେ ଯେଉଁ ପୁଅ ବାହା ହବ, ସିଏ ତ କରିବନି, ପୁଅର ବାପା ମା ଗୋଟେ ଶ୍ରାଦ୍ଧ କରିକି ପିତୃପୁରୁଷଙ୍କୁ ନିମନ୍ତ୍ରଣ କରିବେ ସେ ବାହାଘର ପାଇଁ। ସେଥିରେ ସେମାନେ କ'ଣ କରିବେ, କ୍ଷୀରି କରିକି ପିତୃପୁରୁଷକୁ ନିମନ୍ତ୍ରଣ କରିବେ। ତାପରେ ଯାଇକି ସେମାନେ ବାହାଘରଟା କରନ୍ତି। ଆଉ ଗୋଟେ ରହିଲା ହରିଦ୍ରା ଲେପନ, ଯେଉଁଟାକି ହଳଦୀ ସେଦିନ ହୁଏ। ଆଉ ମାଟି ପକା, ଯେଉଁଟାକି ବେଦୀ ପାଇଁ ମାଟି ପକା ହୁଏ। ଏମିତି ସେମାନେ ଏଇ କାର୍ଡରେ ମେନସନ୍ କରନ୍ତି। ମୁଁ ତାଙ୍କୁ ପଚାରିଥିଲି ସେ ଭାଇନାଙ୍କୁ। ସେ ଭାଇନା କହିଲେ ଆମର ଏଇଟା ନିହାତି କାର୍ଡରେ ରହିବ। ଆଉ ତାପରେ ଯେମିତି 1 ତାରିଖରେ ଯେମିତି ବରାନୁଗମନ ହସ୍ତଗଣ୍ଠି ସେମିତି ହେଇଥିଲା, 2 ତାରିଖରେ ବାହାଘର ଭୋଜି ହେଇଥିଲା। ଏଇ 2 ତାରିଖ ଦିନ ଗୁରୁବାର ଥିଲା। ଆମେ 2 ଜଣ ମିଶିକି ବାହାରିଥିଲୁ। ଆଗରୁ ହିଁ ମୁଁ ଖମନଖୋଲ, ବାଲିଗୁଡାରୁ ଖମନଖୋଲ 40 କିଲୋମିଟର। ମୁଁ ଆଗରୁ ପ୍ରଥମ ଥର ମୋ କାମରେ ମୋ ଭାଇକି ନେଇକି ମୁଁ ଯାଇଥିଲି। ତାପରେ ଆଉ 3-4 ଥର ମୁଁ ନିଜେ ସ୍କୁଟିରେ ଯାଇଥିଲି। ତାପରେ ସେ ଭାଇନା ମୋତେ ମନା କରିଥିଲେ। କହିଲେ ମ୍ୟାଡ଼ାମ ଆପଣ ଆଉ ଏକୁଟିଆ କେବେ ହେଲେ ଏଇ ରାସ୍ତାରେ ଆସିବେନି। ମାଓବାଦୀ ଏରିଆ, ତାପରେ ଭଲ ନୁହଁ, ଘଞ୍ଚ ଜଙ୍ଗଲ। ଆପଣ ତ ଦେଖିପାରୁଥିବେ, ପ୍ରାୟ 1 କିଲୋମିଟର, 2 କିଲୋମିଟର, 3 କିଲୋମିଟର ଖାଲି ଜଙ୍ଗଲ। ମାନେ ଯେଉଁ ଗାଁ ଗୁଡ଼ାକ ଛୋଟ ଛୋଟ ଗାଁ ଗୁଡ଼ାକ ପଡ଼ୁଛି, ଆଉ ଯେଉଁଠି ଏମିତି ଟିକେ ଜଷ୍ଟ ବଜାର ଥିବ, ସେଟା ଏମିତି ମଙ୍ଗଳବାର ଦିନ କି ବୁଧବାର ଦିନ ଏମିତି ସେଠି ହାଟ ହୁଏ। କିନ୍ତୁ ଛୋଟ ଛୋଟ ଗାଁ ଗୁଡ଼ାକର ନାଁ ତ ଆପଣ ସ୍କ୍ରିନରେ ପଢ଼ି ପାରୁଥିବେ। ଖାଲି ଜଙ୍ଗଲ ହିଁ ଜଙ୍ଗଲ। କୋଉଠି ଟିକେ ବି ଆଉ କିଛି ଆପଣ ଦେଖିବେନି, କେବଳ ଜଙ୍ଗଲ, ଗଛପତ୍ର, ଜଙ୍ଗଲ। ଆଉ ସେମିତି ଆମର ସେପଟ ଏରିଆରେ କ'ଣ ହୁଏ କି, ନୟାଗଡ଼, କଟକ, ଭୁବନେଶ୍ୱର ଏପଟେ କ'ଣ ପଦା ଜମି, କିନ୍ତୁ ଏପଟେ ସେଇଟା ନାହିଁ, ଜଙ୍ଗଲ, କେବଳ ହିଁ ଜଙ୍ଗଲ। ତାପରେ ଜଙ୍ଗଲ ଅତିକ୍ରମ କଲା ପରେ ତାପରେ ଆସିଲା ଖମନଖୋଲ ଘାଟି। ସେଇ ଘାଟିରେ ତାପରେ ଆମକୁ ସିଆଡ଼ୁ ଆସୁଥିବାର କେତେ ଜଣଙ୍କୁ ଦେଖିକି ତାକୁ ଆମେ ପଚାରିଥିଲୁ, ଘାଟିଟା ଆଉ କ'ଣ ଅଛି, ତାପରେ ସରିବ କି, ଏଇଠୁ ଆଉ ଖମନଖୋଲ କେତେ କିଲୋମିଟର? ଖମଣଖୋଲ କେତେ ବାଟ ଏଇଠୁ? ଏଇଟା ଘାଟିଟା? ନାଇଁ, ଗଡ଼ି ଯିବେ, ବେଶୀ ଘାଟି ନାହିଁ। ତାଙ୍କୁ ସମସ୍ତଙ୍କୁ ଦେଖିକି ମୋତେ ଲାଗିଲା ଯେମିତି ଏମାନେ ସମସ୍ତେ ଜଙ୍ଗଲକୁ ଛତୁ ଖୋଜିବାକୁ ଯାଉଛନ୍ତି। ଦେଖିପାରୁଥିବେ ଜଙ୍ଗଲ ପୁରା ଏରିଆ, ରାସ୍ତା ସୁନସାନ, କୌଣସି ବି ହେଲେ ଗାଡ଼ି ମଟର ନାହିଁ। ଜଙ୍ଗଲ ଏରିଆ ନା, ଗାଡ଼ି ମଟର କୁଆଡ଼ୁ ଆସିବ? ଯାହା ଯେଉଁ ଥିଲା ପ୍ରାଇଭେଟ ଭିଲେଜ ପଡ଼ିଥିଲା, ମାନେ ଗଭର୍ଣ୍ଣମେଣ୍ଟର ବସ୍ ଆସିଲା ପରେ ସେଗୁଡ଼ାକ ବନ୍ଦ ହେଇଥିଲା। ତେଣୁକରି ଗାଁକୁ କେବଳ ମାନେ ଗୋଟେ ଏବେ ମୁଖ୍ୟ ହେଉଛି ଯେ ଯେତେବେଳେ ଗଭର୍ଣ୍ଣମେଣ୍ଟ ବସ୍ ଆସିବ ସେମାନେ ଆସିବେ, ନହେଲେ ତ ଅଟୋ ଯେଉଁ ସ୍ଥାନେ ସ୍ଥାନେ ଲାଗୁଛି ସେଇ ଅଟୋରେ ଆସିବେ। ଏଇ 2ଟା ମାଧ୍ୟମ ହିଁ ଗାଁ ମାନଙ୍କୁ ଥିଲା। ତେଣୁକରି ସେଟା ଟାଇମ୍ ଅନୁସାରେ ସେଟା ଆସିବ। ତ ଦେଖୁଛନ୍ତି ସୁନସାନ ଏରିଆ, କୌଣସି ଗାଡ଼ି ମଟର ନାହିଁ। ଆମେ 2 ଜଣ ତାପରେ ଚାଲିଲୁ। ଜଙ୍ଗଲ ତ ଜଙ୍ଗଲ। ଆଉ ତାପରେ ଆମର ଗୋଟେ ଟେନସନ୍ ଥିଲା ଯେ ବ୍ୟାଟେରୀ ସ୍କୁଟି ନେଇକି ଆମେ ଯାଇଛୁ। ଯେତେବେଳେ ଘାଟି ଟିକେ ଚଢ଼ି ଯାଉଛୁ, ବ୍ୟାଟେରୀ ପୁରା ଡାଉନ୍ ହେଇଯାଉଛି। ମୁଁ ଆଙ୍କୁ ମନା କରୁଛି ଆମେ 40 କିଲୋମିଟର ବାଟ ଯିବା, ଆମେ ବ୍ୟାଟେରୀ ଗାଡ଼ି ନେବାନି। ଇଏ କହିଲେ ନାଇଁ, ହେଇଯିବ, 90% ଚାର୍ଜ ଅଛି। ଖମନଖୋଲରେ ପହଞ୍ଚିଲା ବେଳକୁ 40% ସେଠି ଶେଷ ହେଇକି ଆଉ 50% ରହିଲା। ଇଏ କହିଲେ ଯେ ଆମେ ସେଠି ବସେଇଦେବା, ବ୍ୟାଟେରୀ ତ ଅଛି, ଆମେ ସେଠି ଟିକେ ଚାର୍ଜ ବସେଇଦେବା। କିନ୍ତୁ ଚାର୍ଜ ନଥିଲା ସେଇ ଗାଁରେ। ଚାର୍ଜ ନଥିଲା କ'ଣ, ଲାଇନ୍ ହିଁ ନଥିଲା। 3 ଦିନ ହେଲା ଲାଇନ୍ ନଥିଲା। ଇଏ ହେଇଗଲା ଖମନଖୋଲ ଆସିଲା ହାରି। ଆମେ
ମାନେ ସେ ଗାଁରେ ପହଞ୍ଚିଲା ବେଳକୁ ତାଙ୍କର ଜେନେରେଟର ଲଗେଇକି ସବୁ କାମ କରୁଥିଲେ। ତ ମୁଁ କହିଲି ଏବେ କେମିତି କରିବ ନା ହେଇଯିବ ଏବେ 40 କିଲୋମିଟର ଆସିଲେ ନା କିନ୍ତୁ ଆମେ ଯାଇଛୁ କଣ ହଉଥିଲା କି ଆମେ ଯେତେବେଳେ ଘାଟି ଚଢୁଥିଲୁ ପୁଣି ଯେତେବେଳେ ଗଡାଣି ଆସୁଥିଲା ଇଏ କଣ କରୁଥିଲେ ବନ୍ଦ କରିଦଉଥିଲେ। ତ ଏମିତି ହେଇକି 40% ସରିଥିଲା। ଘଞ୍ଚ ଜଙ୍ଗଲ ଏରିଆ କିନ୍ତୁ ଦେଖନ୍ତୁ ରାସ୍ତା ପୁରା ପ୍ଲେନ୍। ମୁଁ ଯେତେବେଳେ ଯାଇଥିଲି ରାସ୍ତା ସେତେବେଳେ ବହୁତ କଦର୍ଯ୍ୟ ଥିଲା କିନ୍ତୁ ଏବେ ରାସ୍ତା କାମ ପୁରା ଠିକ ହେଇଗଲାଣି ତ ଯିବାରେ କୌଣସି ଅସୁବିଧା ନାହିଁ। ତାପରେ ଆମେ ପହଞ୍ଚି ଯାଇଥିଲୁ ଖମନଖୁଲରେ। ଇଏ ତ ଦେଖିନଥିଲେ ଏ ପ୍ରଥମ ଥର ଆଙ୍କ ପାଇଁ କିନ୍ତୁ ମୁଁ ଆଗରୁ ଆସିକି ଦେଖିଥିଲି। ହଁ 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 ଇଆଡେ ମୁଁ ଯାଇଥିଲି ଇଆଡେ ଗଲେ ଯୋଉ ନଣ୍ଡା ଗାଁ ଲୋକ ବାହାରୁଛନ୍ତି ଲୋକ ଭୋଜି ଖାଇବା ଲାଇନ ନାହିଁ ଜେନେରେଟର ଲାଗିଛି କୋଉଠି କୋଉଠି ବସେଇବ ବ୍ୟାଟେରୀ ସ୍କୁଟି ନାଇଁ ଏଇଠୁ ଯିବ ଯେ 50% ଅଛି ଚାର୍ଜ। ଗୁରୁବାର ଯେହେତୁ ମୋ ପ୍ଲେଟରେ ଥିଲା ଭାତ ଡାଲି ସାମ୍ବର ପନିର ତରକାରୀ ଆଉ ପାମ୍ପଡ଼ ଆଉ ସାଲଡ଼। ଆଉ ଏଠି ଯେଉଁମାନେ ଦେଖୁଛନ୍ତି କେବଳ ପୁରୁଷ ଲୋକ ହିଁ ଭୋଜି ଖାଇବାକୁ ଆସିଥିଲେ କେହି ଜଣେ ମହିଳା ଆସିନଥିଲେ। ଆଉ ମୁଁ ଗୋଟେ ସାଇଡ଼ରେ ମୋତେ ଯେହେତୁ ଗୋଟେ ପ୍ଲେଟ୍ରେ ଦେଇଥିଲେ ମୁଁ ଠିଆ ହେଇକି କେବଳ ମୁଁ ଜଣେ ମହିଳା ହିଁ ଖାଉଥିଲି। ଆଉ କମ୍ପଲସରି ଇଣ୍ଟର ଏରିଆରେ ଯଦି ବାହାଘର ଭୋଜି ହେଲା ସେମାନେ ମଟନ୍ ଖାଇବା ସୁନିଶ୍ଚିତ। ତେଣୁକରି ଭାଇନା କ'ଣ କରିଥିଲେ ଏଇଠି ଦେଖୁଛନ୍ତି ଇଣ୍ଟର ଏରିଆ ଏଇଠି ବହୁତ ଛେଳି ପ୍ରତି ଘରେ ସେମାନେ ଛେଳି ରଖନ୍ତି କିନ୍ତୁ ଭାଇନା ଆସିଥିଲେ ଆମ ବାଲିଗୁଡ଼ା ବଜାରର ହାଟରୁ ଶନିବାର ଦିନ କିଣିବା ପାଇଁ ବୋଲି। ତାପରେ ଆମ ଘରକୁ ବି ହେଲେ ଆସିଥିଲେ ତ ମୁଁ ପଚାରୁଥିଲି ଭାଇନା ନା ନାଇଁ ମୁଁ ତମ ଭିଣେଇଠୁ ପଇସା ନେଇକି ଯିବି। ସେ 20,000 ଟଙ୍କା ଯେହେତୁ ତାଙ୍କର ଛେଳି କିଣିଲେ 10ଟା ପାଇନଥିଲା ତ ପଇସା ସେ ଫୋନ ପେରେ ଭାଇନାକୁ 20,000 ଟଙ୍କା ଛାଡ଼ିକି ଆମ ଭାଇନାକୁ 20,000 ଟଙ୍କା କ୍ୟାସ୍ ଦେଇକି ସେ ଛେଳିବାଲାଙ୍କୁ ଦେଇଥିଲେ। ତାପରେ ମୁଁ ସେଠି ପଚାରିଥିଲି ଭାଇନାକୁ ଭାଇନା କ'ଣ ତମର ସେଠି ମିଳୁନି କି ଆମର ଏଇଠୁ କ'ଣ ପାଇଁ କିଣୁଛ ଛେଳି? ଭାଇନା କହିଥିଲେ ମୋର ପସନ୍ଦ ନୁହଁ ସେଇଠୁ କିଣିବା ପାଇଁ। ତାପରେ ଆମେ 2 ଜଣ ଭୋଜି ଖାଇକି ଫେରିଥିଲୁ। ତାପରେ କିଛି ବାଟ ଆମେ ଆସି ଗଟାଙ୍ଗୀ ବୋଲି ଗୋଟେ ଗାଁଟେ ଅଛି ସେଠି ଆମେ ବ୍ୟାଟେରୀ ସ୍କୁଟି ଜଣେ ଏଇ ଭାଇନା ଚିହ୍ନା ସିଏ ଆମଠୁ ମାନେ ଫଳ ଜିନିଷ ହେରିକା ନିଅନ୍ତି ତ ତାଙ୍କ ଦୋକାନରେ ସେ ଭାଇନା ଯାଇଥିଲେ ବୋଲି ବାଲିଗୁଡ଼ା ତାଙ୍କ ମିସେସ୍ ବସିଥିଲେ ତାଙ୍କୁ ଗୋଟେ ଏକ୍ସଟେନସନ କର୍ଡ ମାଗିକି ଆମେ ଏଠି ଆମର ବ୍ୟାଟେରୀଟାକୁ ଟିକେ ଚାର୍ଜ କରିଥିଲୁ। କେତେ ଥିଲା ନା 10% ଥିଲା ତ ଯିବନି ଆମେ ଏଇଠୁ ଆହୁରି 20 କିଲୋମିଟର ଯିବୁ ତ ସେଇଥିପାଇଁ ବୋଲି ଆଉ 10% 15% ଆମେ ଚାର୍ଜ କରିକି ପୁଣି 2 ଜଣ ଯାକ ଆମେ ରିଟର୍ନ କରିଥିଲୁ ହେଇଯାଇଥିଲା। ବାଲିଗୁଡ଼ା ପହଞ୍ଚିଲା ବେଳକୁ ଆଉ 10% ଚାର୍ଜ ଥିଲା। ତ ଏଇଠି ଆମେ ଜାଣିଗଲୁ ଯେ ବ୍ୟାଟେରୀ ସ୍କୁଟିଟା କେତେ ଦୂର କାମରେ ଲାଗିପାରିବ ଏଇ ଯେଉଁ କନ୍ଧମାଳ ଏରିଆ ପାଇଁ ବୋଲି ବ୍ୟାଟେରୀ ସ୍କୁଟି କେମିତି କାମରେ ଆସିବ। 45 ମିନିଟ୍ ଆଗରୁ ଆସିକି ଘରେ ପହଞ୍ଚିବାକୁ 45 ମିନିଟ୍ ପରେ ଆମେ ଆସିକି ଘରେ ପହଞ୍ଚିଲୁ କାହିଁକିନା ସେଠି ଆମେ 45 ମିନିଟ୍ ବ୍ୟାଟେରୀ ସ୍କୁଟି ଚାର୍ଜ କରୁ।